ମୋ ନାଁ ନିବେଦନ। ମୁଁ ଆକ୍ଚୁଆଲି ଡିରେକ୍ସନ୍ ଦିଏ ସର୍ଟ ଫିଲ୍ମ, ମ୍ୟୁଜିକ୍ ଭିଡ଼ିଓ ଆଉ ଫିଲ୍ମରେ ବି ଆସିଷ୍ଟାଣ୍ଟ କରିଛି। ମୁଭି କରିନି ବଟ୍ କରିବି ଆଗକୁ। ଜୁନ୍ ମାସରେ ଷ୍ଟାର୍ଟ ହେବାର ଅଛି ମୁଭି। ମ୍ୟୁଜିକ୍ ଭିଡ଼ିଓ ପ୍ରାୟ 300ର ପାଖାପାଖି ମୁଁ କରିଛି। ଆଗରୁ ଯେଉଁ ଆଲବମ୍ ହେଉଥିଲା, ଏବେ ତ ମ୍ୟୁଜିକ୍ ଭିଡ଼ିଓ ଟ୍ରେଣ୍ଡିଂ ଚେଞ୍ଜ ହେଇଛି। ଆଗରୁ ଲିପସିନ୍ ବାଲା କରାହେଉଥିଲା, ଏବେ ଷ୍ଟୋରି ବାଲା କରାହେଉଛି। ତାପରେ ନିଜେ ନିଜର ଇଣ୍ଟ୍ରୋଡ୍ୟୁସ୍ ଦିଅ ଟିକେ, କିଏ କ'ଣ କରୁଛନ୍ତି, କ'ଣ ପାଇଁ ସାର୍ ମୁଁ ଆସିଛନ୍ତି? ତଥାଗତ ଆଚାର୍ଯ୍ୟ। ଗାଡ଼କଣ୍ଡରେ ମୁଁ ବିଜନେସ୍ କରୁଥିଲି 12 ବର୍ଷ ଯାଜପୁର ଟାଉନରେ। ତାପରେ ଭୁବନେଶ୍ୱରରେ ଆସିକି ବିଜନେସ୍ ଛାଡ଼ି ଗୋଟେ ଜବ୍ କଲି। ଜବ୍ କରିସାରିଲା ପରେ ସାର୍ଙ୍କୁ ପାଖକୁ ଆସିଲି, ଆଉ ଏଠି କୋର୍ସ କରୁଛି, କିଛି ଶିଖୁଛି ଆକ୍ଟିଂ। ସାର୍। ଆଚ୍ଛା। ନମସ୍କାର, ବର୍ଷାରାଣୀ ପରିଡ଼ା, ଘର ଭଦ୍ରକ। ଏଠି ଫୁଲଖରାରେ ରହୁଛି। ଏସ୍ବିଆଇରେ ଜଏନ୍ ହେଇଛି, 2 month ଆକ୍ଟିଂ କୋର୍ସ କରୁଛି। ନମସ୍କାର, ଧନଞ୍ଜୟ, ଘର ବାଲେଶ୍ୱର। ମୁଁ ୱାର୍କସପ୍ କରିବା ସଙ୍ଗେ ସଙ୍ଗେ ଟ୍ରେନିଂ ବି ନେଉଛି। ଟ୍ରେନିଂ ସହିତ କିଛି ଅଲଗା ପ୍ରୋଜେକ୍ଟରେ ଫିଲ୍ମରେ ଆଗରୁ କରିକି ଆସିଛି, ଥିଏଟର ଆର୍ଟିଷ୍ଟ। ନମସ୍କାର, ମୁଁ ନମିତା ମହାନ୍ତି, ବାଲେଶ୍ୱର କହୁଛି। ମୁଁ ବି ଷ୍ଟୁଡ଼ିଓ ଏସ୍ବିଆଇରେ ଜଏନିଂ ହେଇଛି ଆଉ ଆଗରୁ ବି ଶିଖୁଥିଲି, କିନ୍ତୁ ଏଠି ବହୁତ ଭଲ କ୍ଲାସ୍ ବି ଲାଗୁଛି ଆଉ ଏଠି କଣ୍ଟିନ୍ୟୁ କରିବାକୁ। ନମସ୍କାର, ମୋ ନାଁ ଅମ୍ଳାନ ମିଶ୍ର, ଘର ଭଦ୍ରକ, ଭୁବନେଶ୍ୱରରେ ରହୁଛି, ଜବ୍ କରୁଛି। ତା ସହିତ ଷ୍ଟୁଡ଼ିଓ ଏସ୍ବିଆଇରେ ଜଏନ୍ କରିଛି, ଆକ୍ଟିଂ ଶିଖୁଛି ଆଉ ନିଜକୁ ଗ୍ରୋଥ୍ କରିବା ପାଇଁ ଆଉ କାମ ଶିଖୁଛି, କାମ କରିବା ପାଇଁ ଏଇ ଇଚ୍ଛା ଅଛି। ନମସ୍କାର ସାର୍, ମୁଁ ସୁରେଶ ମହାନ୍ତି, ଘର ପାରାଦୀପ। ମୁଁ ଭୁବନେଶ୍ୱର ପାର୍ଟ ଟାଇମ୍ ଜବ୍ କରେ। ଆକ୍ଟିଂ କରିବାର ଇଚ୍ଛା ମୋର ଛୋଟବେଳୁ ଥିଲା। ଗୋଟେ ସ୍କୋପ୍ ଖୋଜୁଥିଲି ଯେ ଭଲ ପ୍ଲାଟଫର୍ମ କୋଉଠି ମିଳିବ କି ଭଲ ଟ୍ରେନିଂ କୋଉଠି ମିଳିପାରିବ। ଷ୍ଟୁଡ଼ିଓ ଏସ୍ବିଆଇ ମୁଁ ମୋବାଇଲ ମାଧ୍ୟମରେ ଦେଖିଲି, କିଛି ମାସ ହେବ ଏଠି ଟ୍ରେନିଂ ନେଉଛି। ନମସ୍କାର, ମୁଁ ସ୍ନେହାଶିଷ ପାତ୍ର, ଘର ଏଇ ହଂସପାଳ ଭୁବନେଶ୍ୱର। ଆକ୍ଟିଂ ପାଇଁ ଶିଖିବାକୁ ପ୍ରଥମେ ସାର୍ଙ୍କ ସହିତ ଇଣ୍ଟ୍ରୋଡ୍ୟୁସ୍ ହେଲି। ତାପରେ ଚାହିଁଲି ଯେ ଅଫଲାଇନ୍ ନିଜେ ଆସିକି କିଛି ଶିଖେ, କାରଣ ଅନଲାଇନ୍ରେ ଏତେ ନ ହେଇପାରେ ମେ ବି ଆକ୍ଟିଭିଟିଜ୍ ଗୁଡ଼ା। ତ ଏଇଠି ଅଫଲାଇନ୍ରେ ଶିଖିବାକୁ ଚାହିଁଲି, ତ ଏଇଠି ଆସିକି ଜଏନ୍ କରୁଛି 3-4 ମାସ ହେଇଗଲା। ସମସ୍ତଙ୍କର ଇଚ୍ଛା କ'ଣ, ମାନେ ଟିଭିରେ ଟିକେ ବାହାରିବା ପାଇଁ ନା ଏଇଟାକୁ ପୁରା କ୍ୟାରିୟର କରିବା ପାଇଁ? ଏଟା ପୁରା କ୍ୟାରିୟର। କ୍ୟାରିୟର ସମସ୍ତଙ୍କ। ଆକ୍ଚୁଆଲି ଆମେ ଭାବୁଥିଲୁ ଯେ ହଁ ଆମେ ଗୋଟେ ହିରୋ ହେଇଯିବୁ, ଟିଭିରେ ଟିକେ କେମିତି ବାହାରିଗଲୁ ସମସ୍ତେ ଦେଖିବେ। ତାପରେ ଏବେ ଏବେ ଜଣାପଡୁଛି ଖାଲି ବାହାରି ଗଲେ ତ କେତେ ଦିନ ଲାଷ୍ଟିଂ କରିବା ଆମେ ଜାଣିନେ, କିନ୍ତୁ ଗୋଟେ ଭଲ ଯଦି ଆକ୍ଟର ହେଇଥିବେ ଆମେ ଥିଏଟର ବି କରିପାରିବା, ନାଟକ ବି କରିପାରିବା, ଯୋଉଟା କି ଛୋଟ ଛୋଟ ଭିଡିଓ ବି କରିପାରିବା। ଆଉ ଜଣେ ଗୋଟେ ଚାହିଁବା ଯେ ହଁ ଗୋଟେ ଭଲ ଆକ୍ଟର, ତାକୁ ଦେଖିବାକୁ ଜଣେ ଗୋଟେ ଇଣ୍ଟରେଷ୍ଟ ଆସୁଥିବ ବାରବାର ଯେତେ ଦିନ ଯାଏଁ କାମ କରିଚାଲୁ, ସେଇ ଭାବନାରେ ନିହାତି ଭାବରେ ଶିଖିବା ଦରକାର। ଆକ୍ଚୁଆଲି କଥାଟା କ'ଣ କି, ଯେତେବେଳେ ପିଲାମାନେ କାମ କରନ୍ତି, ମୋ ସହିତ ବି ଯେଉଁମାନେ କାମ କରୁଛନ୍ତି, ଏ ଲାଇନ୍ରେ ଆଉ ସେମାନେ ନାହାନ୍ତି। କିଛି ବହୁତ ଷ୍ଟ୍ରଗଲ୍ ବି କରିଛନ୍ତି। କିଏ ବିଜନେସ୍ କରୁଛି, କିଏ ଜବ୍ କରୁଛି, ମାନେ ଛାଡ଼ି ଦେଇଛନ୍ତି ଲାଇନ୍। ଏ ଲାଇନ୍କୁ ବି ଫୋକସ୍ ଦେବାର ଅଛି। ଯଦି ଆମେ ଏତେ ଟାଇମ୍ ବାହାର କରୁଛେ, କିଛି ନାହିଁ ଯେ 6 ମାସ ଟ୍ରେନିଂ ନେଇଗଲେ ତାପରେ ଯାଇକିରି ନିଜେ ନିଜେ କାମ କଲେ। ତ ସେଥିପାଇଁ ପଚାରିବାକୁ ଚାହୁଁଥିଲି ଯେ ଲାଇନ୍କୁ ସମସ୍ତେ କ'ଣ? ମୋର ଆକ୍ଚୁଆଲି ମୁଁ ଛୋଟବେଳୁ ଟିକେ ବହୁତ ଇଣ୍ଟରେଷ୍ଟ ଥିଲା ଏଇ ଲାଇନ୍ ପ୍ରତି। ତେଣୁ ଦେଖିବି ମାନେ ମୁଁ ଗୋଟେ ପିଲା ଥିଲା ଯେ ମୁଁ ଆକ୍ଟିଂ କରିବି ବୋଲି। ମୁଁ ବି ରାତିରେ ଶୋଇପଡ଼ିକି ଗୁଡ଼ା ପୁରା ସିନ୍ ଗୁଡ଼ା ଦେଖିଲି, କିନ୍ତୁ ଆକ୍ଟିଂର ଟେକ୍ନିକ୍ସ ଯୋଉଗୁଡ଼ା ଅଛି ସେଗୁଡ଼ା କେବେ ବୁଝିନଥିଲି। କ୍ୟାମେରା ଫେସ୍ କରି ମୁଁ ଏବେ ବି ସେ ନର୍ଭସ୍ ଅଛି। କ୍ୟାମେରା ଯଦି ଫେସ୍ କରିଦେବି ମୁଁ ସବୁ ଭୁଲିଯିବି। ମୁଁ ନିଜକୁ ଇଣ୍ଟ୍ରୋଡ୍ୟୁସ୍ ବି କରିପାରିବିନି କ୍ୟାମେରା ଆଗରେ। ଏବେ ବି ସେଇଟା କ୍ଲିୟର କରୁଛି। ଆଉ ଭଲ ଛୋଟ କଳାକାର ହବାକୁ ଚାହେଁ, ବେଶୀ ବଡ଼ ନୁହେଁ, କିନ୍ତୁ ଗୋଟେ ଭଲ କଳାକାର ହବାକୁ ଚାହେଁ ଲାଇଫରେ, ଆଉ କଳାକାର ଲାଇଫରେ ରହିବାକୁ ଚାହେଁ। ବଢ଼ିଆ। ଛୋଟବେଳୁ ସାର୍ ମୋର ଇଚ୍ଛା ଥିଲା କି ଆକ୍ଟିଂ ପାଇଁ ଛୋଟବେଳୁ ମୁଭି ଦେଖିବା ହଉ ଇଏ ହଉ ଏସବୁ ଜିନିଷ କରୁଥିଲି। ତାପରେ ଏଇ ଲାଇନ୍ରେ ଇଚ୍ଛା ଥିଲା କାମ କରିବା ପାଇଁ। ଏଇ ଲାଇନ୍ରେ କେମିତି କ'ଣ କାମ କରିହବ ଇଏ କରିହବ, ମୁଭି ଦେଖେ ନିଜକୁ ସେଇ ଇଏରେ ଭାବେ ମୁଁ ପରଦାରେ ଆସିଲେ କେମିତି କ'ଣ ଲାଗିବ। ତ ତାପରେ ଧୀରେ ଧୀରେ ମ୍ୟାଚୁର୍ ହେବା ସହିତ ଧୀରେ ଧୀରେ ମୋତେ ଲାଗିଲା କି ନା ଖାଲି ପରଦାରେ ଆସିଲା ପରେ ନିଜକୁ ଆହୁରି ପଲିସ୍ କରିବାକୁ ପଡ଼ିବ। କେମିତି ପଲିସ୍ କରିବାକୁ ପଡ଼ିବ, ପଲିସ୍ ହେଇକି ଗୋଟେ ଆସିଲେ ସାର୍ପନେସ୍ ଦେଖାହେଲେ ଜିନିଷ ଆହୁରି ଭଲ ଲାଗିବ। ଆମେ ପରଦାରେ ଆହୁରି ଭଲ ଲାଗିବ, ଲୋକ ଆମକୁ ଦେଖିବେ। ଆମେ ଜିନିଷଟା ଖାଲି ତ ଗୋଟେ କାମ, ଗୋଟେ ପ୍ରୋଜେକ୍ଟ କରିବାନି କି 2ଟା ପ୍ରୋଜେକ୍ଟ କରିବା, ଲଙ୍ଗ ଟର୍ମ ପାଇଁ କାମ କେମିତି କରିବା ସେଇଟା ମାଇଣ୍ଡ ସେଟ୍ କରିକି କାମ କରିବାକୁ ପଡ଼ିବ। ତ ସେଇ ଅନୁସାରେ ଆମକୁ ଆହୁରି ପଲିସ୍ କରିବାକୁ ପଡ଼ିବ, ଯୋଉଟାକି ଆମକୁ
लोक आमको चाहिए खोजे लोक आमको से अनुसार लोक जोटा गोटे किसी भी गोटे पैसाटा देकी देखुଛନ୍ତି ना ताकर से जिनसर वैल्यू रहबा दरकार तो आमर भी से जिनस को जानिबा दरकार बुझिबा दरकार से अनुसार आमे आगु भी काम करि परिया दरकार लॉन्ग टर्म ପାଇଁ काम करिया दरकार से निजी को पॉलिश करिया ପାଇଁ प्लेटफॉर्म खोजुतबे जोटा कि एटा मते मिलेला जोटा कि आमे डे टू डे एठी पॉलिश होछु डे टू डे एठी आमे काम सिखुछु काम जानुछु काम बुझुछु प्रतिदिन बीट बाय बीट आमे एठी काम बुझुछु एमती कोन आगु आगु काम कोन करियो बहुत जिंस अछि बुझिया दरकार शिक्षा दरकार तो एक जिंस सिखुछु जानुछु आगु काम करिया ପାଇଁ ऑडिशन ପାଇଁ प्रिपेयर ପାଇଁ ଏଠି ତ ହଉଛି ऑडिशन ଯିବା ପାଇଁ होछु ऑडिशन भी दोछु मोर स्ट्रगल तो बहुत अछि ମୁଁ ଏଇ ଯାଏ ବି ସ୍ଟ୍ରଗଲ ବି ଅଛି କିନ୍ତୁ ମୁଁ ଲାଇନ୍ ଛାଡ଼ିନି ମାନେ ମୁଁ ବିଟେକ୍ ପାସ୍ କରିକି ଜବ୍ ବି ଛାଡ଼ି ଦେଇଛି କିନ୍ତୁ ଏଇ ଲାଇନ୍ ପାଇଁ ଅଛି ତମମାନଙ୍କର ଯେମିତି ଛୁଆ ବେଳୁ ଆଗ୍ରହ ଥିଲା ମୋର ବି ସେମିତି ଥିଲା ମୁଁ କିନ୍ତୁ ଆକ୍ଟିଂ ପାଇଁ ଥିଲା ଗୋଟେ ଆର୍ଟିଷ୍ଟ ହେବି ବୋଲି ମୁଁ ଆସିଥିଲି କାମ ତ ମିଳିଲାନି ସେତେବେଳେ DD1 ଗୋଟେ ଚ୍ୟାନେଲ୍ ଥିଲା ଏବେ ତ ବହୁତ ସାରା ଚ୍ୟାନେଲ୍ ହେଇଗଲାଣି କାମ ମିଳିଲାନି ତାପରେ ଥିଏଟର ଆଜ୍ଞା କଲି बहुत डिरेक्टर आसिस्टांट कली सीरियल से करुली फिल्म कली आसिस्टांट तापर इंडिविजुअल गीत शॉर्ट फिल्म ये सब भी काम आरंभ कली एवं पर्यंत भी चली स्ट्रगल रे भी मुझे छाड़ीनी काम करुच कंटिन्यू थिएटर आउ डायरेक्शन रो गोटे लाइन हूँ अलग माने सबूर हेड सी सबू डिपार्टमेंट रो हेड सब जिनस जानिया दरकार से तुम मानकर भी से विषय जानिबा दरकार डायरेक्शन रे कौन अच्छी आम जो गोटे म्यूजिक वीडियो कि आइदर गोटे शॉर्ट फिल्म हो कि फिल्म भी हो प्रथम आम प्री प्रोडक्शन गोटे कर प्री प्रोडक्शन रे जो स्टोरी हमको मिले स्क्रिप्ट रु आम बसी लोकेशन प्रॉपर्टी हूँ आमर ये जो एबे जो क्लासटा चली ये जहाँ जहाँ सब जिनस अच्छी गिटार हो ये सब जिनस एटा हूँ प्रॉपर्टी माने गोटे आर्ट डायरेक्टर काम सब डिपार्टमेंट अच्छे आमर मेकअप कॉस्ट्यूम आर्ट समस्त काम अच्छे तमें फास्ट प्रॉपर्टी सब बाहर करिया गोटे स्टोरी रे कौन कौन सब प्रॉपर्टी रोचे पढ़ी सारा पर जना पड़ जाव गोटे सीन रे ये जिनस सब दरकार प्रॉपर्टी लिस्ट बाहर कॉस्ट्यूम से सीक्वेंस रे कौन कॉस्ट्यूम दरकार होची सेटा गोटे घर लोकेशन से कौन पिंधिले हम कॉस्ट्यूम मेकअप सब जिनस बाहर आउ गोटे मेजर पॉइंट हूँ धर आमर 10टा सीन रु 4 नंबर सीन 8 नंबर सीन 6 नंबर सीन हॉस्पिटल धर अच्छे आम जो लोकेशन आम जो शेड्यूल बना हुए से जो सीक्वेंस गुरा अच्छी हॉस्पिटल आम से गुरा आग शूट करबू माने सपोज आम भावुवा जे 4 पर 5 करवा तो ये 4 नंबर सीन पुणी 8 नंबर ये कहीं हम धर यही लोकेशन जी सीन अच्छी फास्ट सीन धर आम इंट्रोड्यूस करचे क्लास नौचे से 10 नंबर सीन अच्छी आग से गुरा सारे पड़े आमको शूटिंग रे जो आम शेड्यूल बनाऊ 4टा लोकेशन माने जो जो लोकेशन जो सीन अच्छी से सीन वाइज आम लोकेशन जाए कहीं ना धर सपोज आम हॉस्पिटल गोटे शूट करुचे हॉस्पिटल 7 नंबर सीन करी पुणी 2 दिन पर से हॉस्पिटल जाई हेनी केबे जाई हेनी ट्रांसपोर्टिंग अच्छी प्रोडक्शन रो बजेट अच्छी तो से हॉस्पिटल जी सीक्वेंस अच्छी आग से सारे पड़ो से पेपर वर्क मेन इंपोर्टेंस जिनस से बाहर करा पड़े मेकअप सेमती कौ टाइप मेकअप ये रगुरा सब बाहर करा पड़े प्री प्रोडक्शन स्क्रिप्ट आसला से सब बाहर करा पड़े तापर आम शूटिंग को बाहर लोकेशन को कैमरामैन मेकअप कॉस्ट्यूम हेयर स्टाइल माने एवरीथिंग जानी थी किसी किसी कौन कौन सब दरकार हुए शूटिंग जानी ना जाना